ଆପଣଙ୍କ ଆକାଉଣ୍ଟକୁ କ'ଣ ସୁଭଦ୍ରା ଯୋଜନାର 5,000 ଟଙ୍କା ଆସିନାହିଁ କିମ୍ବା ଆପଣ ପରବର୍ତ୍ତୀ କିସ୍ତିକୁ ଅପେକ୍ଷା କରିଛନ୍ତି? ସାବଧାନ, ସରକାର ଏବେ ନିୟମରେ ଏମିତି କିଛି ବଡ଼ ପରିବର୍ତ୍ତନ କରିଛନ୍ତି ଯାହା ନ ଜାଣିଲେ ଆପଣଙ୍କ ଟଙ୍କା ଅଟକି ଯାଇପାରେ। ନମସ୍କାର ବନ୍ଧୁଗଣ, ମୁଁ ସୁମନ ଆପଣମାନଙ୍କୁ ସୁମନ ଯୋଜନା ଆଲର୍ଟକୁ ସ୍ୱାଗତ କରୁଛି। ଆଜିର ଏହି 10 ମିନିଟ ଭିଡ଼ିଓରେ ମୁଁ ଆପଣଙ୍କୁ ସେହି ସବୁ ନୂଆ ନିୟମ ବିଷୟରେ କହିବି ଯାହା ସୁଭଦ୍ରା ଯୋଜନାର ପୁରା ଚିତ୍ର ବଦଳାଇ ଦେଇଛି। ବଡ଼ ପରିବର୍ତ୍ତନ କ'ଣ? ସରକାର ଦେଖିଲେ ଯେ ଅନେକ ଅଯୋଗ୍ୟ ଲୋକ ମଧ୍ୟ ଆବେଦନ କରିଛନ୍ତି, ତେଣୁ ଏବେ ଫିଲ୍ଟର ପ୍ରୋସେସ୍ ଆରମ୍ଭ ହୋଇଛି। ଏବେ କେବଳ ଆଧାର କାର୍ଡ଼ ଥିଲେ ହେବ ନାହିଁ, ଆପଣଙ୍କର ଜମିର ତଥ୍ୟ, ପରିବାରର ଆୟ ଏବଂ ସରକାରୀ ଚାକିରି ସମ୍ପର୍କିତ ତଥ୍ୟକୁ ପୁଣି ଥରେ ଯାଞ୍ଚ କରାଯାଉଛି। ଯଦି ଆପଣ କୌଣସି ତଥ୍ୟ ଲୁଚାଇଛନ୍ତି ତେବେ ଟଙ୍କା ମିଳିବା ବନ୍ଦ ହୋଇପାରେ। ନୂଆ ଗାଇଡ଼ଲାଇନ୍ ଅନୁସାରେ ବନ୍ଧୁଗଣ, ଅନେକ ମହିଳା ଭାବୁଛନ୍ତି ଥରେ ଆବେଦନ କରିଦେଲେ କାମ ସରିଗଲା, କିନ୍ତୁ ଏହା ଭୁଲ। ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ଅଛି କିନ୍ତୁ NPCI ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସକ୍ରିୟ ନାହିଁ, ସେମାନଙ୍କୁ ଟଙ୍କା ମିଳିବ ନାହିଁ। ଆପଣମାନଙ୍କୁ ନିଜର ବ୍ୟାଙ୍କକୁ ଯାଇ ଏହା ଚେକ୍ କରିବାକୁ ହେବ। କିପରି ଚେକ୍ କରିବେ ତାହା ମୋବାଇଲର ସ୍କ୍ରିନରେ ଦେଖାଇ ଦେଉଛି। ଟଙ୍କା କେବେ ମିଳିବ? ସବୁଠାରୁ ବଡ଼ ପ୍ରଶ୍ନ। ତୃତୀୟ ପର୍ଯ୍ୟାୟ ବା ପରବର୍ତ୍ତୀ କିସ୍ତି କେବେ ଆସିବ? ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଆସନ୍ତା ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଲିଷ୍ଟ ପ୍ରକାଶ ପାଇବ। ଯେଉଁମାନଙ୍କର ସବୁ ତଥ୍ୟ ଠିକ୍ ଅଛି ସେମାନଙ୍କ ମୋବାଇଲକୁ ଏକ ସ୍ପେଶିଆଲ ମେସେଜ ଆସିବ। ଯଦି ଆପଣଙ୍କ ଫର୍ମ ରିଜେକ୍ଟ ହୋଇଛି କିମ୍ବା ଷ୍ଟାଟସ୍ ପେଣ୍ଡିଂ ଦେଖାଯାଉଛି ତେବେ ଡରନ୍ତୁ ନାହିଁ। ଆପଣଙ୍କୁ ନିଜ ପଞ୍ଚାୟତ ଅଫିସ କିମ୍ବା ବ୍ଲକ ଅଫିସକୁ ଯାଇ ଯେଉଁ ଡକୁମେଣ୍ଟ ଦେବାକୁ ହେବ ମୁଁ ଆପଣଙ୍କୁ ଜଣାଇ ଦେଉଛି। ସୁଭଦ୍ରା ଯୋଜନା ଓଡ଼ିଶାର ପ୍ରତିଟି ମହିଳାଙ୍କ ସ୍ୱପ୍ନ। ଆଶା କରୁଛି ଆଜିର ଏହି ଡିଟେଲ ଭିଡ଼ିଓ ଆପଣଙ୍କ ସବୁ ସନ୍ଦେହ ଦୂର କରିଥିବ। ଆପଣ କେଉଁ ଜିଲ୍ଲାରୁ ଏହି ଭିଡ଼ିଓ ଦେଖୁଛନ୍ତି ଏବଂ ଆପଣଙ୍କ ଟଙ୍କା ପାଇଛନ୍ତି କି ନାହିଁ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ଯଦି ଅଧିକ ସୂଚନା ଦରକାର ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ସେୟାର କରନ୍ତୁ, ଯେମିତି ଅନ୍ୟ ଭଉଣୀମାନେ ମଧ୍ୟ ସୂଚନା ପାଇପାରିବେ। ଆଗକୁ ଏମିତି ସରକାରୀ ଯୋଜନା ସବୁଠୁ ପ୍ରଥମେ ଅପଡ଼େଟ୍ ପାଇଁ ସୁମନ ଯୋଜନା ଆଲର୍ଟକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ। ଜୟ ଜଗନ୍ନାଥ।